ସାର୍ ସାମ୍ବାଦିକ ଲତି ବୋଝା କହୁଥିଲି ସାର୍। କୋଉଠୁ କହୁଥିଲେ? ହ୍ୟାଲୋ। ମୁଁ ବିଞ୍ଝାରପୁରରୁ କହୁଛି ସାର୍। ହଁ ହଁ ମୁଁ କହିଲି ସାର୍ ଆମର ଯୋଉ ପ୍ରୀତିପୁରରୁ ନନ୍ଦୀପୁର ଏବେ ଯୋଉ ଗୋଟେ ରାସ୍ତା ଉପରେ ଆପଣଙ୍କର ଗୋଟେ ଲେୟାର ପଡୁଛି। ହୁଁ। ସାର୍ ସେଟା ତ ଟେଣ୍ଡର କାମ, ତାର ସାର୍ ଫଳକ ସାର୍ କିଛି ଲାଗିନାହିଁ। ସେଟା ଫଳକ ଲାଗିବ ନନ୍ ଇଏ ହଉଛି କଣ କହିଲେ ନନ୍ ପ୍ଲାନ୍ ୱାର୍କ ଫଳକ ଲଗେଇଦବା। ସାର୍ ଆସିକି ରାସ୍ତା ସରିବାକୁ ବସିଲାଣି ମାନେ ଛୋଟ କାମଟେ ନନ୍ ପ୍ଲାନ୍ କାମଟେ ଷ୍ଟେଟ୍ ପ୍ଲାନ୍ ହେଲେ ଫଳକ ଲାଗେ ନନ୍ ପ୍ଲାନ୍ ଗୁଡା। ସାର୍ ନନ୍ ପ୍ଲାନ୍ ହେଲେ ବି ସାର୍ ଫଳକ ଲାଗିବ ନା ଆଉ। ଲଗେଇଦବା ଫଳକ କିଛି ଅସୁବିଧା ନାହିଁ ଲଗେଇଦବା। ତାପରେ ରାସ୍ତା ବି ଯୋଉ ଭଳିଆ କାମ ହବା କଥା ହଉନି, ପିଚୁ ହଉ ହଉ ଉଠି ଯାଉଛି। ତାର ଯେଇ ସାର୍ ଯିଏ ଅଛନ୍ତି ହଁ ତାଙ୍କୁ ଟିକେ କୁହନ୍ତୁ କାମଟା ସାର୍ ଟିକେ ହଁ ଦେଖିବେ ଠିକ ଠାକ। ମୁଁ କହିଛି ସେ ଯୋଉ କଣ ଯୋଉ ବୁଲାଣି ପାଖରେ ପ୍ରୋବ୍ଲେମ ହେଇଛି ସେ କଣ ହେଇକି ହେଇଛି। ବୁଲାଣି ନୁହେଁ, ଯୋଉ ହାତୀ ଉଠିଲା ହଁ ହଁ ଏ ଲୋକମାନେ ଚାଲିଲା ବେଳକୁ ବି ପିଚୁ ଉଠି ପଡୁଛି। ଉଠିବା କଥା ନୁହଁ, ସେ ଯୋଉ ପିଚୁଟା ଯୋଉ ତାଙ୍କର ଦେଇଛନ୍ତି ଉଠିବା କଥା ତାପରେ ନୁହଁ। ମେସିନ ପେଚି କରୁଛି ମାନେ ଲେବୁଲିଂ ରହିବ, ସେ ଲେବୁଲ ବି ହଉନି। ଲେବୁଲ ତ ଏସଟିବିସି ଅଛି, ତାର ରାସ୍ତା ତ ଆଗରୁ ଅଣ୍ଡୁଲେସନ ଅଛି। ଏଇଟା ଦେଖିବା ମୁଁ ଟିକେ କହୁଛି କଣ ଯଦି ପ୍ରୋବ୍ଲେମ ତାର ଥିବ ସାର୍ ଜାଣିଥିବ। ଏଷ୍ଟିମେଟ ସାର୍ କଣ କେତେ ଟଙ୍କା ଅଛି? ଖାଲି ଏସଡିବିସି ଅଛି ବୁଝିଲେ, ଏସଡିବିସି ଆମର ଯୋଉ 25 mm ଏସଡିବିସି ଡ୍ୟୁଜରେ ପଡେ ଆଜ୍ଞା ସେତିକି ଖାଲି, ଆଉ କିଛି ନଥିଲା ହେଲା। ସେତିକି ସେ ଆଗରୁ ସେ ଟେଣ୍ଡର ଫେଣ୍ଡର ହେଇକି ରହିଥିଲା ଓଲ୍ଡ ଜିନିଷ ହେଲା। ଆଜ୍ଞା। ତେଣୁ ତାକୁ ଯେହେତୁ ଆମେ କରେଇଦେଲୁ ସେ ଆଗକୁ ନାଇଁ ରାସ୍ତାଟା ସାର୍ ଖରାପ। ଆପଣ ଇମିଡିଏଟ ସାର୍ ଲଗେଇକି କାମ ଆରମ୍ଭ କରନ୍ତୁ ସାର୍, ଲୋକ ବି ଜାଣିବା ଦରକାର କୋଉ କାମ ହଉଛି କଣ ହଉଛି। ହଁ ତାର ସେତିକ କାମ ଥିଲା, ତାର ଆଉ କାମ ନାହିଁ, ସେତିକ କାମ ଟୋଟାଲ ସେତିକ କାମ। ସେ ତାର ଗୋଟେ ଯଦି କହୁଛନ୍ତି ଗୋଟେ ଫଳକ ଲଗେଇଦବା, ତାର ଟୋଟାଲ ସେତିକ କାମ। ନାଇଁ ସାର୍ ନିହାତି ଭାବରେ ଟିକେ ଫଳକ ଲଗାନ୍ତୁ, ହଁ ନହେଲେ ଲୋକ ଲଗେଇବା। ଜାଣିପାରିବେନି। ଜାଣୁଛନ୍ତି ଲୋକ କହୁଛନ୍ତି ଟେଣ୍ଡର କାମ।